10 নম্বর বিজু রাজ্য রাজপথ রাণীমন্দ একাঢাবা নিকটরে দুই চকিয়া গাড়িরু ভারসাম্য হরাই প্রায় 5 ফুট তলে এলএনটি নাଳରେ খসি পড়ি দুই জন গুরুতর আহত। 10 নম্বর বিজু রাজ্য রাজপথ নির্মাণ সময় রাস্তা উভয় পার্শ্বরে পানি নিষ্কাশন পাই নাଳ ନିର୍ମାଣ ସମୟରେ କିଛି ଭାଗ ନାଳ ଉପରେ ସ୍ଲାବ୍ ପଡ଼ିନଥିବାରୁ OR 140189 ଦୁଇ ଚକିଆ ଗାଡ଼ିରୁ କୌଣସି କାରଣରୁ ଭାରସାମ୍ୟ ହରାଇ ନାଳରେ ପଡ଼ି ଦୁଇ ଜଣ ପୁରୁଷ ମହିଳା ଗୁରୁତର ଆହତ ହୋଇଥିଲେ। ଉକ୍ତ ଘଟଣା ଦେଖି ନିକଟରେ ଥିବା ଦୋକାନୀ ଓ କିଛି ଜନସାଧାରଣ ଉଭୟଙ୍କୁ ନାଳରୁ ଉଦ୍ଧାର କରି ରାଜଗାଙ୍ଗପୁର ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ ନନ୍ଦା ସମ୍ପାଦକ ମନୋଜ ବାଙ୍କାଙ୍କୁ ସୂଚନା ଦେବା ପରେ ଟ୍ରକ୍ ମାଲିକ ସଂଘର ସଦସ୍ୟ MD ହନିଫ ଡ୍ରାଇଭରକୁ ଅପେକ୍ଷା ନ କରି ନିଜେ ସଂଘର ଆମ୍ବୁଲାନ୍ସ ଆଣି ଆହତ ଉଭୟଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ନେଇଯାଇଥିବା ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ ନନ୍ଦା ସୂଚନା ଦେଇଥିଲେ। ଏଲ୍ଏନ୍ଟି ପକ୍ଷରୁ ନାଳ ନିର୍ମାଣ ସମୟରେ ସ୍ଲାବ୍ ଦେଇଥିଲେ ଉକ୍ତ ଦୁର୍ଘଟଣା ହୋଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା କରିଥିଲେ। ଯଥାଶୀଘ୍ର ନାଳ ଉପରେ ସ୍ଲାବ୍ ଘୋଡ଼ାଇବା ପାଇଁ ରାଜଗାଙ୍ଗପୁର ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ ନନ୍ଦା ଦାବି ଜଣାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଦେବବ୍ରତ ମିତ୍ରଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା।